ଆମ ଭାରତର ଥିଲା ଏକ ଅଦ୍ଭୁତ ଇତିହାସ। ସ୍ୱିଡେନରେ ପ୍ରତ୍ୟେକ ବର୍ଷ ଗୋଥିଆ କପ୍ ଖେଳାଯାଏ, ଯାହାକୁ ୟୁଥ୍ ଫୁଟବଲ ୱାର୍ଲ୍ଡ କପ୍ ମଧ୍ୟ କୁହାଯାଏ। ଏହି ବର୍ଷ 78 ଦେଶର 1950 ଟିମ୍ ଏହି ସ୍ପୋର୍ଟସରେ ଭାଗ ନେଇଥିଲେ। ଏତେ ଭିତରେ ବି ଆମ ଭାରତର ମିନେରେଭା ଏକାଡେମୀ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଗଲା ଏବଂ ଫାଇନାଲରେ ବ୍ରାଜିଲର ଆରଏସ୍ ସ୍ପୋର୍ଟସ ଏକାଡେମୀ ଅର୍ଥାତ୍ ବ୍ରାଜିଲ, ଯାହାକୁ ଫୁଟବଲର ପାୱାର ହାଉସ୍ ମଧ୍ୟ କୁହାଯାଏ। ମାତ୍ର ଭାରତର ଏହି ପିଲାମାନେ ପ୍ରେସର ସମୟରେ ବି ହାର ନ ମାନି ଫାଇନାଲରେ 2-1 ଗୋଲରେ ବିଜେତା ହୋଇ ଗୁଥିଆ କପ୍ ନିଜ ନାମରେ କରିଛନ୍ତି, ଯାହା ମିନେରଭା ଟିମ୍ର ଥାର୍ଡ ୟୁଥ୍ ୱାର୍ଲ୍ଡ କପ୍ ଅଟେ। ଏହା ପୂର୍ବରୁ ମିନେରଭା ଟିମ୍ ସ୍ପେନ୍ର ଏମ୍ଆଇସି କପ୍ 2026, ଫିନଲାଣ୍ଡର ହେଲସିଙ୍କି କପ୍ 2026 ପରେ ଏହି ଗୁଥିଆ କପ୍ର ବିଜେତା ହୋଇପାରିଛି। ଖାସ୍ ଏଥିପାଇଁ ବୋଧେ ଏହି ଟିମ୍ର କୋଚ୍ ରଞ୍ଜିତ ବାଜାଜ ବାରମ୍ବାର କହିଛନ୍ତି, ଯଦି ତାଙ୍କୁ ଭାରତର ଅଣ୍ଡର 15ର ଦାୟିତ୍ୱ ଦିଆଯାଏ, ସେ ଏକ ଏମିତି ଟିମ୍ ତିଆରି କରିପାରିବେ ଯିଏକି ଭାରତ ପାଇଁ ଭବିଷ୍ୟତରେ ଫିଫା ୱାର୍ଲ୍ଡ କପ୍ ଆଣିପାରିବ। ଯଦି ଆପଣ ବି ଚାହାନ୍ତି କ୍ରିକେଟ ପରି ଭାରତରେ ଅନ୍ୟ ସ୍ପୋର୍ଟସ ଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ, ତାହେଲେ ନିଶ୍ଚିତ ଭିଡିଓଟିକୁ ସାଙ୍ଗମାନଙ୍କୁ ସେୟାର କରିବେ।